ଦେଖନ୍ତୁ ଆମର ଯେମିତି ଆପଣ ଜାଣିଛନ୍ତି କି ଛୋଟ ପିଲା ପ୍ରତି ଯେଉଁ ଲୋକର ମନରେ ଏମିତି ଆଚରଣ ରୁହେ, ଏମିତି ଚିନ୍ତା ରୁହେ, ଏମିତି ଖରାପ ଭାବନା ରୁହେ, ତାଙ୍କୁ ପିଡୋଫାଇଲ୍ କୁହାଯାଏ। ଆଉ ସେଇଟା ସବୁଠୁ ଜଘନ୍ୟ ଜିନିଷ। ଯଦି ତେଣୁ ସେ ଯେଉଁ ଆକ୍ୟୁଜ୍ ଯିଏ ଆଲେଜ୍ଡ ଆକ୍ୟୁଜ୍ ଯିଏ ଟିଚର ଥିଲେ, ତାଙ୍କୁ ତୁରନ୍ତ ଏ ରିପୋର୍ଟ ପାଇଲା ପରେ ଆମର ଆଇଆଇସି ବାଲିକୁଦା ତାଙ୍କୁ ଯାଇକି ଫାଷ୍ଟ ଇନଷ୍ଟାନ୍ସରେ ଯାଇକି କଷ୍ଟଡିକି ନେଇଛନ୍ତି। ତାଙ୍କୁ ଇଣ୍ଟରୋଗେସନ୍ ଚାଲୁଛି, ଆଉ ଏଭିଡେନ୍ସ ଆସର୍ଟନ୍ ହେଇଛି, ଆଉ ତାଙ୍କୁ କୋର୍ଟ ଫରୱାର୍ଡ଼ କରାଯିବ। ତାଙ୍କର ନାଁ ଅଛି ସମୀର କୁମାର ନାୟକ ଅଛି। ପ୍ରାଥମିକ ତଦନ୍ତରୁ 100% ସତ୍ୟତା ଅଛି ଜଣାପଡ଼ୁଛି। ଆମେ କେସ୍ର ଅତି ଡିଟେଲ୍ ସେନ୍ସିଟିଭ୍ କେସ୍ ଅଛି। ଛୋଟ ପିଲାଟିଏ 8th କ୍ଲାସ୍ରେ ପଢ଼ୁଛି। ଆମେ ତାକୁ ମାଇନ୍ୟୁଟଲି ତାକୁ ଇନଭେଷ୍ଟିଗେସନ୍ କରୁଛୁ, ଆଉ ସମ୍ବେଦନଶୀଳ ଭାବରେ ଇନଭେଷ୍ଟିଗେସନ୍ କରୁଛୁ। ଆଉ ଟ୍ରୁଏଷ୍ଟ କେସ୍ ଅଛି, ଆଉ ଆମେ ଲିଗାଲ୍ ଆକ୍ସନ୍ ନେଉଛୁ। ମୁଁ ଆପଣଙ୍କୁ କହିଲି ନା, ଯେଉଁ ବୟସ୍କ ଲୋକଙ୍କ ପ୍ରତି ଯଦି ଛୋଟ ଆଜିକା ସୋସାଇଟିରେ ବୟସ୍କ ଲୋକଙ୍କର ଯଦି ଛୋଟ ପିଲାଙ୍କୁ ଦେଖିଲେ ଏମିତି ଭାବନା ମନରେ ଜାଗ୍ରତ ହେଉଛି, ତାଙ୍କୁ ପେଡୋଫାଇଲ୍ କୁହାଯାଏ। ଆଉ वी आर नॉट गोइंग टू स्पेयर द पेडोफाइल्स इन द सोसाइटी। वी शैल टेक वेरी स्ट्रिंजेंट एक्शन सो दैट अलगा लोक इम्पैक्ट पड़ो निश्चित भाव कोर्ट चलाण झीर रिलेटिव मैंने प्रॉपर अप्रोप्रिएट अथॉरिटी की जनाऊे से जनई बुझाणा कौन होता से विषय भी आम इन्वेस्टिगेशन को आनीचु।